कौन देथिले द्वितीय कारण कौन देथिले कि मते खुशी किछि मिलिबो नाही ମୁଁ ରାଜ୍ୟ ପ୍ରାପ୍ତ କରିଲା ପରେ ମଧ୍ୟ ଯେହେତୁ ମୋର ସବୁ ପରିବାର ଲୋକ ମରିଯିବେ ତୃତୀୟରେ କଣ ଆସିଲା ନା ମୁଁ ଏମାନଙ୍କୁ ମାରିଲେ ମତେ ପାପ ଲାଗିବ। ଚତୁର୍ଥରେ କଣ କହିଥିଲେ ଚତୁର୍ଥ କାରଣ କି ୟା ଦ୍ଵାରା କଣ ହବ ନା ପରିବାର ନଷ୍ଟ ହେଇଗଲେ ପରିବାରର ପରମ୍ପରା ମାନେ ଦୂଷିତ ହେଇଯିବେ ଯାହା ଦ୍ଵାରା ଅବାଞ୍ଛିତ ସନ୍ତାନ ସୃଷ୍ଟି ହବ ଯାହା ଦ୍ଵାରା କଣ ନା ପିଣ୍ଡଦାନ ହେଇପାରିବ ନାହିଁ। ମୁଁ ଏମିତି ଜିନିଷ ସବୁ ଶୁଣିଛି ଏଇ କଥା ଅର୍ଜୁନ ଆଉ ପଞ୍ଚମ କାରଣ କଣ ଦେବେ ନା କି ଅର୍ଜୁନ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି କୋଉଟା ଠିକ କୋଉଟା ଠିକ କି ନାହିଁ। ତ ଆମେ ଦେଖିବା ଗୋଟେ ଜିନିଷ ଦେଖ ଅର୍ଜୁନ କଣ ନା ଯୁଦ୍ଧ କରିବା ପାଇଁ ଆମେ ଦେଖିଲେ କେତେ ତପସ୍ୟା କଲେ ଯାଇକି ସ୍ୱର୍ଗରୁ ଦିବ୍ୟାସ୍ତ୍ର ଆଣିଲେ ଶିବଙ୍କ ଠାରୁ ପଶୁପତି ଅସ୍ତ୍ର ଆଣିଲେ ଯଦି ଏତେ ସେ ତିଆରି କରୁଥିଲେ କଣ ପାଇଁ ସିଏ ଏବେ ଯୁଦ୍ଧ କରିବାକୁ ମନା କରୁଥିଲେ? ଆଉ ଯୁଦ୍ଧ ନ କରିବା ପାଇଁ ସେ କଣ କଲେ ଗୋଟେ ବହୁତ ଗୁଡା କାରଣ କଣ ଭଗବାନଙ୍କୁ ଭଗବାନ କଣ କଲେ ପ୍ରଥମ ଅଧ୍ୟାୟରେ ପୁରା ପୁରା ଅର୍ଜୁନଙ୍କର କଥା କେବଳ ଶୁଣିଲେ ଭଗବାନ କିଛି ଉତ୍ତର ଦେଇ ନାହାନ୍ତି। ତାହେଲେ ଏଥିରୁ ଆମେ କଣ ବୁଝିଲେ କି ଜଣେ ଭଲ ବକ୍ତା କିଏ ନା ଯିଏ ଜଣେ ଭଲ ଶ୍ରୋତା ତେଣୁ ପ୍ରଥମେ ଭଗବାନ ଅର୍ଜୁନଙ୍କୁ ଭଲ ଭାବେ ଶୁଣିଲେ ତାପରେ କଣ ନା ଅର୍ଜୁନଙ୍କୁ ଏବେ ଭଗବାନ କହିବେ ତ ଯେତେବେଳେ ଅର୍ଜୁନ ପାଞ୍ଚଟା ଯାକ କାରଣ କହିଲେ ତାପରେ ଭଗବାନଙ୍କୁ କଣ ସବୁ ଜିନିଷ କହିଲା ପରେ ଅସମଞ୍ଜସ ଯେତେବେଳେ ହେଇଗଲେ ଭଗବାନଙ୍କୁ ଏବେ କଣ କହୁଛନ୍ତି ଅର୍ଜୁନ कार्पण्य दोषोपहत स्वभावः पृच्छामि त्वां धर्म सम्मूढचेता यत्श्रेयः स्यान्निश्चितं ब्रूहि तन्मे शिष्यस्तेऽहं साधिमां त्वां प्रपन्नम्। କଣ କହୁଛନ୍ତି ଅର୍ଜୁନ ନା କାର ତାର ଦୋଷ ଦ୍ଵାରା ନଷ୍ଟ ସ୍ୱଭାବ ଧର୍ମ ବିଷୟରେ ସର୍ବଦା ମୋହିତ ହୋଇଥିବା ଚିତ୍ତ ମୁଁ ଆପଣଙ୍କୁ ପଚାରୁଛି ଯାହା କିଛି ନିଶ୍ଚିତ ପରମ କଲ୍ୟାଣକାରୀ ହେବ ସେହି ସାଧନ ମୁଁ ନିମନ୍ତେ। ମୁଁ ଆପଣଙ୍କର ଶିଷ୍ୟ ଅଟେ ଆପଣଙ୍କର ଶରଣରେ ରହିଛି ମତେ ସଜାଡନ୍ତୁ ସମ୍ଭାଳନ୍ତୁ କେବଳ ଶିକ୍ଷା ନ ଦିଅନ୍ତୁ ବରଂ ଯେଉଁଠାରେ ଅସ୍ଥିର ଅବସ୍ଥା ଆସିବ ସେଠାରେ ମତେ ସମ୍ଭାଳନ୍ତୁ। ତ ଅର୍ଜୁନ ଏଠି କଣ କଲେ ନା କଣ କହିଲେ ନା ମୁଁ ତମଙ୍କର କଣ ହଉଛି ଶରଣ ପଶୁଛି ଶିଷ୍ୟସ୍ତେହଂ ସାଧି ମାಂ ତ୍ୱାଂ ନମ୍। ମୁଁ କଣ କାର୍ପଣ୍ୟ ଦୋଷ କାୟରତାର ଦୋଷରେ ମୋର କଣ କୋଉଟା ମୋର ଧର୍ମ ମୁଁ ବୁଝିପାରୁନି ତେଣୁ ୟତ୍ ଶ୍ରେୟ ସା ନିଶ୍ଚିତମ୍ ମୋ ପାଇଁ ଶ୍ରେୟସ୍ କଣ ଶ୍ରେଷ୍ଠ କଣ ସେଇଟା ମତେ କୁହନ୍ତୁ। ଆଉ କେମିତି ପଚାରିଲେ କହିଲେ ମୁଁ ଆପଣଙ୍କର ଶରଣ ଯାଉଛି ତେଣୁ ଯୋଉ ପର୍ଯ୍ୟନ୍ତ ଆମେ ଭଗବାନଙ୍କର ଶରଣକୁ ନ ପଶିବା ତାହେଲେ ଭଗବାନ ଆମକୁ ଗ୍ରହଣ କରିବେ କେମିତି ଉପଦେଶ କେମିତି ଦେବେ ରାସ୍ତା କେମିତି ଦେଖିବେ ଠିକ କି ନାହିଁ। ତ ଏଇଠି ଅର୍ଜୁନ ତାପରେ କଣ କହିଲେ ଶ୍ରେୟସ୍ କାଲି ଆମେ ପଢିଥିଲେ ଶ୍ରେୟସ୍ ଆଉ ପ୍ରେୟସ୍ ଶ୍ରେୟସ୍ ମାନେ ଯୋଉଟା ସବୁବେଳେ ଆମ ପାଇଁ ଭଲ ଜିନିଷ ଶ୍ରେଷ୍ଠ ଜିନିଷ ପ୍ରେୟସ୍ କଣ ନା ଯୋଉଟା ଆରମ୍ଭରୁ ତ ସାଙ୍ଗେ ସାଙ୍ଗେ କିଛି ଭଲ ଲାଗିପାରେ କିନ୍ତୁ ତାପରେ କଣ କହି ଏ ଶ୍ରେୟସ୍ ଟା କଣ ଦୁଃଖ ଦେବ ଶ୍ରେୟସ୍ କଣ ସବୁବେଳେ ଭଲ। ତେଣୁ ଅର୍ଜୁନ କଣ କଲେ ଏଇଠି ଅର୍ଜୁନ ସ୍ୱୀକାର କଲେ କଣ ତାପରେ କଣ କଲେ କି ମୁଁ ମୋ ବୁଦ୍ଧିରେ ଦ୍ଵାରା
କଣ ଏସବୁ ଜିନିଷ କରିବା ପାଇଁ ସକ୍ଷମ ନୁହେଁ। କହିଲେ ନା ମୁଁ ମୋର କାର୍ପଣ୍ୟ ଦୋଷ, କୃପଣ ବୁଦ୍ଧି, ତା ଦ୍ଵାରା କଣ ମୁଁ କିଛି ଜାଣିପାରେ। ତ ଅର୍ଜୁନ ଯେତେବେଳେ ନ ବୁଝି ପାରିଲେ କଣ କଲେ? ଭଗବାନଙ୍କ ଶରଣରେ ପଶିଲେ। ତ ଠିକ ସେମିତି ଯଦି ଆମେ କିଛି ଜିନିଷ ନ ବୁଝିପାରିବା, କାହା ଶରଣରେ ପଶିବା କଥା? ଗୁରୁ, ସାଧୁ ବା ଶାସ୍ତ୍ର, ୟାଙ୍କର ଶରଣରେ ଆମକୁ ଯିବା କଥା। ଠିକ ବାଟ କିଏ ଦେଖେଇବ? ଗୁରୁ, ସାଧୁ, ଶାସ୍ତ୍ର ହିଁ ଦେଖେଇ ପାରିବେ। କେବଳ ଗୁରୁ, ସାଧୁ, ଶାସ୍ତ୍ର ହିଁ ଆମକୁ ଠିକ ରାସ୍ତା ଦେଖେଇବେ। ଜୀବନରେ ଆମ ପାଇଁ ବହୁତ ସମସ୍ୟା ଆସିବ। ଆଗକୁ ଭଗବାନ କହିଛନ୍ତି କଣ? ଏ ଜଗତ ହଉଛି ଦୁଃଖାଳୟମ୍ ଅଶାଶ୍ୱତମ୍, ଦୁଃଖର ଘର। କେମିତି? ନା ପ୍ରଭୁପାଦ କୁହନ୍ତି କି ଯେମିତି ଜଙ୍ଗଲରେ କିଏ ନିଆଁ ଲଗାଏ କି ଆପେ ଆପେ ନିଆଁ ଲାଗିଥାଏ। ବାଉଁଶରେ ବାଉଁଶ ଘଷେଇକି, ପଥରରେ ପଥର ଘଷେଇକି ନିଆଁ ଲାଗିଥାଏ। ସେମିତି ଆମେ କିଛି ନ କଲେ ବି ଆମ ଜୀବନରେ ଦୁଃଖ ଆସେ। ତ ଏଇ ଦୁଃଖ ଯେତେବେଳେ ଆସିବ, ତା ପାଇଁ ଯିଏ ନ ବୁଝିପାରେ, ଯିଏ ଗୁରୁ ସାଧୁ ଶାସ୍ତ୍ରଙ୍କ ପାଖକୁ ନ ଯାଏ, କଣ କରେ? ସିଏ ଖରାପ ଦିଗରେ ଗତି କରିଯାଏ। ଆମେ ଦେଖିବା କଣ ନା ବହୁତ ବହୁତ ବଡ ଭଲ ଜ୍ଞାନୀ ଲୋକ, ଧନୀ ଲୋକ, ଫିଲ୍ମ ଷ୍ଟାର କଣ କରୁଛନ୍ତି? ଏମିତି କିଛି ଅବସ୍ଥା ପଳେଇ ଆସିଲେ ସୁଇସାଇଡ କରି ଦଉଛନ୍ତି, ଆତ୍ମହତ୍ୟା କରୁଛନ୍ତି। କାହିଁକି ନା ସେମାନେ ଗୁରୁ ସାଧୁ ଶାସ୍ତ୍ରଙ୍କର ଶରଣ ଯାଉ। ଏମିତି ସମୟରେ ଆମକୁ କିଏ ଶରଣ ଦବ? କିଏ ଠିକ ରାସ୍ତା ଦେଖେଇବ? ନା ଗୁରୁ, ସାଧୁ ଆଉ ଶାସ୍ତ୍ର। ଏବେ ଆମେ ଦେଖିବା ଅର୍ଜୁନ କଣ କଲେ? ଭଗବାନଙ୍କର ଶରଣ ଆସିଲେ। ତ କୃଷ୍ଣଙ୍କୁ ଦେଖ, ଏବେ ଯେତେବେଳେ ଆମେ ପଢିବା, ଦେଖ ପ୍ରଥମ ଅଧ୍ୟାୟରେ ଯେତେବେଳେ ପ୍ରଥମେ କିଏ ପଚାରିଲେ ପ୍ରଶ୍ନ? ଧୃତରାଷ୍ଟ୍ର। ସେଇଠି କଣ ଲେଖା ହେଲା? ଧୃତରାଷ୍ଟ୍ର ଉବାଚ। ତାପରେ ଯେତେବେଳେ ସଞ୍ଜୟ କହିଲେ, ସେଠି କଣ ଲେଖାଗଲା? ସଞ୍ଜୟ ଉବାଚ। ଯେତେବେଳେ ଅର୍ଜୁନ ପଚାରିଲେ, କଣ ଲେଖାଗଲା? ଅର୍ଜୁନ ଉବାଚ। କିନ୍ତୁ ଯେତେବେଳେ କୃଷ୍ଣ କହୁଛନ୍ତି, ସେଇଠି କୃଷ୍ଣ ଉବାଚ ଲେଖାଯାଉନି। ସେଠି କଣ ଲେଖାଯାଉଛି? ଶ୍ରୀ ଭଗବାନ ଉବାଚ। ସ୍ଵୟଂ କିଏ? ବ୍ୟାସଦେବ, ଯିଏ ମହାଭାରତର ରଚନା, ଅନ୍ୟ ସବୁ ଗ୍ରନ୍ଥର ରଚନା କରିଛନ୍ତି, ସେ ନିଜେ କହୁଛନ୍ତି କଣ? ଏ କୃଷ୍ଣ ହିଁ ହଉଛନ୍ତି ଭଗବାନ। ତ ଭଗବାନ କିଏ? ନା ବ୍ୟାସଦେବଙ୍କର ପିତା ଶ୍ରୀ ପରାଶର। ସେ କଣ? ଭଗ ଶବ୍ଦର ଅର୍ଥ ଲେଖେ କଣ? ନା ଏଇ ଛଅଟା ଜିନିଷ ଯାହା ପାଖରେ ରହିବ, ସିଏ ହିଁ ହଉଛନ୍ତି ଭଗବାନ। କଣ ସେଇ ଛଅଟା ଜିନିଷ? ପ୍ରଥମ ହେଲା ସୁନ୍ଦରତା, ତାପରେ ଆସିଲା ଜ୍ଞାନ, ତାପରେ ଆସିଲା ପ୍ରସିଦ୍ଧି, ତାପରେ ଆସିଲା ଧନ, ତାପରେ ଆସିଲା ଶକ୍ତି, ତାପରେ ଆସିଲା ତ୍ୟାଗ। ଏଇ ପାଞ୍ଚଟା ଜିନିଷ ଯାହା ପାଖରେ ଅସୀମିତ ରୂପରେ ଥିବ, ସୀମିତ ନାହିଁ। ଦେଖ ଆଜିକା ସମୟରେ ଆମେ ଦେଖିବା କାହା ପାଖରେ ଯଦି ଧନ, ପ୍ରସିଦ୍ଧି, ଜ୍ଞାନ ଅଛି, ତ୍ୟାଗ ନଥିବ। ହୁଏତ ସେ ସୁନ୍ଦର ନଥିବ, ସୁନ୍ଦର ଥିଲେ, ସୁନ୍ଦର ଧନ ଥିଲେ ଜ୍ଞାନ ନଥିବ, ସୁନ୍ଦର ଧନ ଜ୍ଞାନ ଥିଲେ ଶକ୍ତି ନଥିବ। ଦେଖ ଭଗବାନଙ୍କର କଣ ନା? କୃଷ୍ଣ। ସ କର୍ଷତି କୃଷ୍ଣ, ଯିଏ ସମସ୍ତଙ୍କୁ ଆକର୍ଷଣ କରେ, ସିଏ ହଉଛନ୍ତି କୃଷ୍ଣ। ପ୍ରଥମ ହେଲା ତାଙ୍କର କଣ? ସୌନ୍ଦର୍ୟ। ଦ୍ଵିତୀୟ ଆସିଲା ଜ୍ଞାନ। ଭଗବାନ 5000 ବର୍ଷ ତଳେ ଅର୍ଜୁନକୁ ଯୋଉ ଭଗବତ ଗୀତାର ଜ୍ଞାନ ଦେଇଥିଲେ, ଆଜି ବି ସେ ବିଦ୍ୟମାନ ଅଛି। ଅଛି ନା ନାଇଁ? ତ ସବୁଠୁ ବଡ ଜ୍ଞାନୀ। ତାପରେ ହେଲା ପ୍ରସିଦ୍ଧି। ଥରେ ଚିନ୍ତା କର, ଆଜିକା ସମୟରେ ଜଣେ ଯଦି ଚୋରି କରିବ, ତାର ପ୍ରସିଦ୍ଧି ହବ ନା ତାକୁ ଜେଲ ହବ? ନା ତାକୁ ଲୋକ କହିବେ ଏଇ ଚୋରଟା ଚୋରଟା। ଭଗବାନ ମାଖନ ଚୋରି କଲେ, ଦହି ଚୋରି କଲେ, ତାଙ୍କୁ ମାଖନ ଚୋର ବୋଲି କୁହାଯାଉଛି। ପ୍ରସିଦ୍ଧି ଆହୁରି। ତାପରେ ଆସିଲା ଧନ। ଯାହାଙ୍କର ପାଦ ସେବା ସ୍ଵୟଂ ଧନର ଦେବୀ ମାତା ଲକ୍ଷ୍ମୀ କରୁଛନ୍ତି, ତାଙ୍କଠୁ ବଡ ଧନୀ କିଏ ହେଇପାରିବ? ହେଇପାରିବ କିଏ? ତାପରେ ଆସିଲା ଶକ୍ତି। ଛୋଟ ବେଳୁ ଭଗବାନ କଣ ପିଲା ବେଳୁ କେତେ ରାକ୍ଷସକୁ ମାରିଦେଲେ, ଆଉ ନିଜର କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଉଠେଇଦେଲେ। ୟାଠୁ ବଡ ଶକ୍ତି କାର ମିଳିପାରିବ?
ତାପରେ ଆସିଲା ତ୍ୟାଗ। ଭଗବାନ ଭକ୍ତ ପାଇଁ ସବୁ ତ୍ୟାଗ କରିଦିଅନ୍ତି। ଅର୍ଜୁନ ପାଇଁ ସେ କଣ ସାରଥି ବି ହେଇଗଲେ। ତେଣୁ ଏଇ ଛଅଟା ଜିନିଷ ଯାହା ପାଖରେ ଅଛି ସେ ହିଁ ଭଗବାନ ହେଲା। ତାପରେ ଦେଖିବା ଭଗବାନଙ୍କୁ ଜାଣିବା ପାଇଁ ତିନିଟି ଅବସ୍ଥା ଅଛି। କଣ? ବ୍ରହ୍ମେ ବ୍ରହ୍ମେତି ପରମାତ୍ମେତି ଭଗବାନ। ଯେମିତି ଦୂରରୁ ଆମେ ଦେଖିବା ଏଠି କଣ ଦେଖା ଯାଉଛି? ଆମକୁ ଗୋଟେ ଛୋଟିଆ ଟାପୁଟେ ଦେଖାଯାଉଛି। ଆଉ ଟିକେ ପାଖକୁ ଗଲେ କଣ ଦେଖାଯିବ? ଜଙ୍ଗଲ ଦେଖାଯିବ, ଗଛ ଦେଖାଯିବ। ଆଉ ଟିକେ ପାଖକୁ ଗଲେ କଣ ଦେଖାଯିବ? ତା ଭିତରେ ଗୋଟେ କଣ ପକ୍ଷୀ ଅଛି ଦେଖାଯିବ। ଠିକ କି ନାହିଁ? ସେମିତି ଯୋଉ ବ୍ରହ୍ମ ଭଗବାନଙ୍କ ଶରୀରରୁ ଯୋଉ ତେଜ ବାହାରେ ସେ ତେଜକୁ ବ୍ରହ୍ମ। ତାଠୁ ଟିକେ ଉପରକୁ ଗଲେ କଣ ନା ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ଶରୀରରେ ଅଛନ୍ତି। ଏହାକୁ ଅନୁଭବ କରି ଯିଏ ୟାଠୁ ଆଗକୁ ଗଲା ସେ କଣ ସ୍ୱୟଂ ଭଗବାନଙ୍କୁ ଅନୁଭବ କରିପାରିବ। ତେଣୁ ଏଇ ତିନିଟି ସୋପାନରେ ଭଗବାନଙ୍କୁ କରିହବ। ଅନୁଭୂତି କେମିତି ନା ବ୍ରହ୍ମେତି ପରମାତ୍ମେତି ଭଗବାନେତି। ଯୋଉମାନେ କୋଉମାନେ ନା ନିର୍ବିଶେଷବାଦୀ ସେମାନେ କଣ ଭଗବାନଙ୍କର ଶରୀର ତେଜ ବ୍ରହ୍ମକୁ ଅନୁଭୂତ କର ସେ ତାକୁ ହିଁ ଜାଣନ୍ତି। ଯୋଉମାନେ ଯୋଗୀ ବା ଜ୍ଞାନୀ ସେମାନେ କଣ କରନ୍ତି ନିଜର ଶରୀରରେ ଥିବା ପରମାତ୍ମାକୁ ଅନୁଭବ। କିନ୍ତୁ ଭକ୍ତ କଣ କରେ ମାନଙ୍କୁ ଅନୁଭବ କରେ। 18 ଅଧ୍ୟାୟରେ ଭଗବାନ କହିଛନ୍ତି କଣ ଭକ୍ତ୍ୟା ମାମ ଅଭିଜାନାତି ୟାବାନ୍ ଚାସ୍ମି ତତ୍ତ୍ୱତଃ। କେବଳ ଭକ୍ତ ହିଁ ଭଗବାନଙ୍କୁ ତତ୍ତ୍ୱ ରୂପରେ ଜାଣିପାରେ। ଯେମିତି ଆମେ ଦେଖିବା ସୂର୍ଯ୍ୟ, ସୂର୍ଯ୍ୟଙ୍କର କିରଣ ସେ ବି ସୂର୍ଯ୍ୟ। ତାଠୁ ଟିକେ ଆଗକୁ ଗଲେ କଣ ନା ସୂର୍ଯ୍ୟଙ୍କର ଯୋଉ ଗୋଲ ଆକାର ସିଏ ବି ସୂର୍ଯ୍ୟ। ସୂର୍ଯ୍ୟଙ୍କର ଗୋଟେ ଲୋକ ଅଛି ସିଏ ବି ସୂର୍ଯ୍ୟ। ତିନି ପ୍ରକାର ଆମ ସୂର୍ଯ୍ୟଙ୍କୁ ଜାଣି। ତାପରେ ଯଦି ଆମେ ଆଉ ଗୋଟେ ଉଦାହରଣ ଦେଖିବା ମନେକର 3 ଜଣ ଲୋକ ଟ୍ରେନ କେବେ ଦେଖି ନାହାନ୍ତି ପ୍ରଥମ ଥର ପାଇଁ ଟ୍ରେନ ଦେଖିବାକୁ ଗଲେ। 3 ଜଣ ୱେଟ କଲେ ପ୍ଲାଟଫର୍ମ ରେ ଟ୍ରେନ ଆସୁ ଆସୁ ରାତି ହେଇଗଲା। ଦୂରରୁ ଯେତେବେଳେ ଟ୍ରେନ ଦେଖିଲେ ଆସିଲା ଟ୍ରେନ ର ଦୂରରୁ ଅନ୍ଧାରରେ କଣ ଦେଖାଯିବ କେବଳ ଲାଇଟ ଦେଖାଗଲା। ପ୍ରଥମ ଲୋକଟି କହିଲା ଟ୍ରେନ ମାନେ ହଉଛି ଗୋଟେ ଲାଇଟ ସେ ପଳେଇଗଲା। ଦ୍ୱିତୀୟ ଲୋକ ଯିଏ ଟିକେ ୱେଟ କଲା ସେ ଦେଖିଲା ଗୋଟେ ଲାଇଟ ପଛରେ ଲମ୍ବା କଳା ସାପ ଭଳିଆ ଅଛି। ସେ କଣ କହିଲା ନା ଟ୍ରେନ ମାନେ ଗୋଟେ ଲାଇଟ୍ ଆଉ ଗୋଟେ କଳା ସାପ। ତୃତୀୟ ଲୋକ ଯିଏ ୱେଟ କଲା ସେ ଦେଖିଲା ଟ୍ରେନ ମାନେ ଟ୍ରେନ ଆସିଲା ଲାଇଟ ଜଳିଲା କଳା ସାପ ଭଳିଆ ତାପରେ ଦେଖିଲା ସେଥିରେ କମ୍ପାର୍ଟମେଣ୍ଟ ଅଛି ଏସି ଅଛି ସ୍ଲିପର ଅଛି ଜେନେରାଲ ଅଛି। ତ ଠିକ ସେମିତି ଭକ୍ତ ଭଗବାନଙ୍କୁ ଅନୁଭବ କରେ। ଆଉ ଯୋଗୀ ମାନେ ଆଉ ପରମାତ୍ମାକୁ ଅନୁଭବ କରନ୍ତି। ଆଉ ନିର୍ବିଶେଷ ମାନେ ଭଗବାନଙ୍କର କେବଳ ବ୍ରହ୍ମ ଜ୍ୟୋତିକୁ। ଏବେ ଆମେ ଦେଖିବା ଯୋଉ 5ଟା କାରଣ ଅର୍ଜୁନ ଯୁଦ୍ଧ ନ କରିବାକୁ ଦେଇଥିଲେ ତାକୁ ଗୋଟେ ଗୋଟେ କି ଭଗବାନ କଣ କରୁଛନ୍ତି ନା ଖଣ୍ଡନ କରିବେ। ପ୍ରଥମଟାକୁ ଭଗବାନ ଏବେ ପ୍ରଥମ କାରଣ ଯୋଉ ଦୟା କରୁଣା ତାପରେ ଭଗବାନ କଣ କରୁଛନ୍ତି ଏଠି ଦେଖିବା। ଦେହିନୋऽସ୍ମିन् यथा देहे कौमारं यौवनं जरा तथा देहान्तर प्राप्तिर् धीरस्तत्र न मुह्यति। ନା ଯେପରି ଜୀବାତ୍ମା ଏହି ଶରୀରରେ କୁମାର ଯୁବା ଏବଂ ବୃଦ୍ଧାବସ୍ଥା ଆସିଥାଏ ସେହିପରି ଅନ୍ୟ ଶରୀର ପ୍ରାପ୍ତି ହେଲେ ସୁଦ୍ଧା ଧୀର ପୁରୁଷ ମୁକ୍ତ ହୁଅନ୍ତି ନାହିଁ। ଦିନେ ଆପଣ ବାଳକ ଥିଲେ ଧୀରେ ଧୀରେ ଯୁବକ ହେଲେ ଆପଣଙ୍କର ମୃତ୍ୟୁ ତ ହୋଇନାହିଁ ପୁଣି ବୃଦ୍ଧ ହେଲେ ପୁରୁଷ ମାତ୍ର ଜଣେ। ସେହିପରି ନବ ଶରୀର ପ୍ରାପ୍ତି ନିମନ୍ତେ ତିଳେ ମାତ୍ର ବାଧା ହୁଏ ନାହିଁ। ଏହି କଳେବର ପରିବର୍ତ୍ତନ ସେ ପର୍ଯ୍ୟନ୍ତ ଚାଲେ ଯେ ପର୍ଯ୍ୟନ୍ତ ପରିବର୍ତ୍ତନରୁ ପରେ ସଦ୍ବସ୍ତୁର ପ୍ରାପ୍ତି ହୁଏ ନାହିଁ। ତ ଆମେ କଣ ଦେଖିଲେ ନା ଆମର ଶରୀର କଣ ହଉଛି ନା ବଦଳୁଛି। ଏଇ ଏଇ ସମୟରେ ଦେଖ ଆମେ ପ୍ରଥମେ ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା। ପ୍ରଥମେ ଆମେ ଛୋଟ ପିଲା ଥିଲେ ତାପରେ ଯୌବନ ଅବସ୍ଥା ଆସିଲା ପୁଣି ବୁଢା ହେଇଯିବେ ତାପରେ ଯେତେବେଳେ ଜରା ବୃଦ୍ଧ ହେଇକି ମୃତ୍ୟୁ ସମୟ ଆସିବ ମୃତ୍ୟୁ ହେଇଯାଏ। କିନ୍ତୁ ଆମେ ତ ସେଇ ହିଁ ଅଛନ୍ତି ନା
ଭଗବାନ କହିଲେ ଅର୍ଜୁନ ତମେ ସେଇ ଅର୍ଜୁନ ଅଛ, ତମେ ପିଲା ବେଳେ ବି ଅର୍ଜୁନ ଥିଲ। ତ କଣ ତା ମାନେ କଣ ହଉଛି? ଶରୀର ପରିବର୍ତ୍ତନ ହଉଛି। ତ ଆମେ ଦୟା କାହା ପ୍ରତି କରିବା? ଏଇ ଶରୀର ପ୍ରତି କରିବା ନା ଶରୀରରେ ଥିବା ଶରୀରୀ ବା ଜୀବାତ୍ମା ଉପରେ କରିବା? ଆମେ କଣ କହୁଛନ୍ତି? ଏଇଟା ମୋ ହାତ, ଏଇଟା ମୋ ଆଖି, ଏଇଟା ମୋ ଦେହ। ତାମାନେ ଆମେ ତ ଦେହ ନାହାନ୍ତି। ଦେହ ଭିତରେ ଯିଏ ଅଛି ସିଏ ହଉଛନ୍ତି ଆମେ, ମାନେ ଜୀବା। ଠିକ କି ନାଇଁ? ତ କେମିତି ଆକୁ ଦେଖିବା? ନା ଦେଖ, ସବୁ ଲୋକ ଅଲଗା ଅଲଗା ରୂପରେ ଦେଖୁଛନ୍ତି। ଯଦି ଜଣେ ଲୋକ ପାଣିରେ ବୁଡି ଯାଉଥିବ, ଆମେ କାହାକୁ ବଞ୍ଚେଇବା? ତାର କପଡା ପିନ୍ଧିଥିବା କପଡାକୁ ବଞ୍ଚେଇବା ନା ତାକୁ ବଞ୍ଚେଇବା? ନିଶ୍ଚିତ ଭାବରେ ସେ ବ୍ୟକ୍ତିକୁ ବଞ୍ଚେଇବା। ତ ଭଗବାନ କହୁଛନ୍ତି ଏଇ ଯୋଉ ଶରୀର ହଉଛି ଆମର କପଡା, ଇଏ ବଦଳୁଛି। ବାସାଂସି ଜିନ୍ନାନି ଯଥା ବିହାୟ ନବାନି ଗୃହଣାନ୍ତି ନରପରାଣି। ଯେମିତି ତଥା ଶରୀରାଣି ବିହାୟ ଜିନ୍ନାନି ଅନ୍ୟାନି ସମ୍ୟାତି ନବାନି ଦେ। ଯେମିତି ମଣିଷ ପୁରୁଣା କପଡା ଚେଞ୍ଜ କରିକି ନୂଆ ବସ୍ତ୍ର ପିନ୍ଧେ, ସେମିତି ଯେତେବେଳେ ଶରୀର ଜୀର୍ଣ୍ଣ ହେଇଯାଏ, ସମୟ ପଳେଇ ଆସେ, ଜୀବାତ୍ମା ପୁରୁଣା ଶରୀର ଛାଡିକି ନୂଆ ଶରୀର ଗ୍ରହଣ କରେ। ତ ଆମକୁ କାହା ପ୍ରତି ଦୟା କରିବା? ଶରୀର ପ୍ରତି ନା ଜୀବାତ୍ମା ପ୍ରତି? 84 ଲକ୍ଷ ଯୋନି ଅଛି, ଯୋଉଥିରେ କଣ ନା ଜୀବାତ୍ମା ଶରୀର ବଦଳୁଥାଏ। ଭଗବାନ ଆଗକୁ କଣ କହୁଛନ୍ତି? न जायते म्रियते वा कदाचित् नायं भूत्वा भविता वा न भूय अजो नित्य शाश्वतोऽयं पुराणो न हन्यते हन्यमाने शरीरे। କଣ କହୁଛନ୍ତି? न जायते म्रियते वा कदाचित् नायं भूत्वा भविता वा न भूय। ତାମାନେ ଆତ୍ମାର ନା ଜନ୍ମ ଅଛି ନା ମୃତ୍ୟୁ ଅଛି। ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ଏପରି ସମୟ ନଥିଲା କି ସେ କେବେ ନଥିଲା, ପୁଣି ଏମିତି କେବେ ସମୟ ହବନି ଯେ ସେ ଆଉ ନଥିବ। ସିଏ ହଉଛି ଅଜ, ମାନେ ଅଜନ୍ମା, ଶାଶ୍ଵତ, ସବୁବେଳେ ଅଛି, ସର୍ବଦା ବିଦ୍ୟମାନ। ଆଉ ଶରୀରର ମୃତ୍ୟୁ ହେଲେ ମଧ୍ୟ ତାହାର ମୃତ୍ୟୁ ହୁଏ ନାହିଁ। ତା ମାନେ ଆମେ 84 ଲକ୍ଷ ଯୋନିରେ ବୁଲି ପାରୁଛୁ। କେବେ ମଣିଷ, କେବେ ପଶୁ, କେବେ ପକ୍ଷୀ, କର୍ମ ଅନୁସାରେ ଆମେ ତାକୁ କଣ ଶରୀର ମିଳୁଛି। ଭାଗବତମରେ ଗୋଟେ ଶ୍ଲୋକ ଅଛି, କଣ? कर्मणा दैव नत्रेण जन्तुर्देह उपपद्यते स्त्रिया प्रवेश उदरम पुंसरेत कणाश्रय। ନା ନିଜର କର୍ମ ଅନୁସାରେ ଆଉ ଭଗବାନଙ୍କର ଅଭିଜ୍ଞତାରେ ଜୀବକୁ ଅଲଗା ଅଲଗା ଶରୀର ମିଳୁଛି। ତା ମାନେ କଣ? ଯୋଉ ଅର୍ଜୁନ କହିଲେ କି ଶରୀର ପ୍ରତି, ଅର୍ଜୁନ କଣ ଶରୀର ପ୍ରତି ଦୟା କରୁଥିଲେ, କିନ୍ତୁ ଜୀବାତ୍ମା ଉପରେ ଦୟା କରୁନଥିଲେ। ତ ଭଗବାନ କାହିଁକି ଜୀବାତ୍ମା ବିଷୟରେ କହୁଛନ୍ତି, ଆତ୍ମା ବିଷୟରେ କହୁଛନ୍ତି? ନା ଆଧ୍ୟାତ୍ମ ଜ୍ଞାନର ମୁଖ୍ୟ ସ୍ରୋତ ହେଲା କଣ? ନା ଆତ୍ମଜ୍ଞାନର, ଆତ୍ମାର ଜ୍ଞାନ ହଉଛି ଆଧ୍ୟାତ୍ମର ଆଧାର। ତେଣୁ ଭଗବାନ ପ୍ରଥମେ ଆତ୍ମଜ୍ଞାନ ଦଉଛନ୍ତି କି ଆତ୍ମା କଣ ଜାଣ, ଆମେ ଶରୀର ନାହିଁ, ଆମେ ଆତ୍ମା। ତେଣୁ କାହା ଉପରେ ଆମେ କରିବା? ନା ଆତ୍ମା ଉପରେ ଆମକୁ କଣ କରିବା କଥା? ଦୟା କରୁଣା କରିବା କଥା, ଶରୀର ଉପରେ ନାହିଁ। କାହିଁକିନା ଶରୀର ତ କଣ ହବ ନା ନଷ୍ଟ ହେଇଛି। ଏଠି ଆତ୍ମାର କଣ କଣ ଗୁଣ? नैनं छिन्दन्ति शस्त्राणि नैनं दहति पावकः न चैनं क्लेदयन्त्यापो न शोषयति मारुतः। ନା ଏଇ ଆତ୍ମାକୁ କୌଣସି ଶସ୍ତ୍ର କାଟି ପାରିବ ନାହିଁ, ଅଗ୍ନି ଦହନ କରିପାରିବ ନାହିଁ, ଜଳ ବୁଡେଇ ପାରିବନି, ପବନ ଶୁଖେଇ ପାରିବ ନାହିଁ। ଶରୀର ତ ସବୁବେଳେ କଟି ଯାଉଛି, କିଛି ଦୁଃଖ ହେଲା ପରେ, କିଛି ଜିନିଷ ହେଲା ପରେ ମରି ଯାଉଛି, କିନ୍ତୁ ଜୀବାତ୍ମାର କିଛି ବି ହେଇପାରିବ ନାହିଁ। କାହିଁକି ନା ଆମେ ଦେଖିଲେ ସେ ଅଜ ଶାଶ୍ଵତ। ତେଣୁ ଆକୁ କୌଣସି ଶସ୍ତ୍ର କାଟିବନି, କୌଣସି ନିଆଁରେ ଜଳିବନି, ଜଳ ବୁଡେଇ ପାରିବନି ପାଣିରେ, ଆଉ ପବନ ଶୁଖେଇ ପାରିବ। ଶ୍ଵେତସ୍ୱର ଉପନିଷଦରେ କୁହାଯାଇଛି ଆତ୍ମାର ଆକାର କେମିତି? ନା ଆମର ବାଳର ଅଗ୍ରଭାଗର, ଚୁଟିର ଅଗ୍ରଭାଗର 10,000 ଭାଗରୁ ଗୋଟେ ଛୋଟିଆ ଭାଗ, ଏ ହଉଛି ଆତ୍ମାର ଆକାର। ତେଣୁ କଣ ନା ଆମେ ଦେଖିଲେ କି କଣ, ଯୋଉ ଶରୀର ହଉଛି ପଞ୍ଚତତ୍ୱରେ ତିଆରି, କିନ୍ତୁ ଜୀବାତ୍ମା କଣ, ଆତ୍ମା କଣ, ପଞ୍ଚତତ୍ୱରୁ ଅଲଗା। ତେଣୁ ଆମେ ଶରୀର ନୁହନ୍ତି, ଆମେ ହଉଛନ୍ତି ଆତ୍ମା। ତ ଦୟା କାହା ଉପରେ କରିବା? ନା ଆତ୍ମା ଉପରେ କରିବା ନା ଶରୀର ଉପରେ କରିବା? ଶରୀର ତ ନଷ୍ଟ ହଉଛି, ତେଣୁ ଆମେ ଆତ୍ମା ଉପରେ ଦୟା କରିବା। କେମିତି ଦୟା କରିବା?
ଯେତେବେଳେ ଆମେ ଭଗବାନଙ୍କ ବିଷୟରେ ପରମାତ୍ମା ବିଷୟରେ ଜାଣିବା, ପରମାତ୍ମାଙ୍କ ସହିତ ଯେତେବେଳେ ଯୋଡି ହେବା। ଯେମିତି ମାଛକୁ ଆମେ ପାଣିରୁ ବାହାର କରିକି ଯେତେ ସୁଖ ଦେଲେ ବି ସେ କଣ ଭଲସେ ରହିପାରିବ? କେବେ ବି ରହିପାରିବ। ତାକୁ ପାଣିରେ ଛାଡିଦେଲେ ତାର ସୁଖ ମିଳିବ। ଆମେ ସେମିତି ହଉଛନ୍ତି ଭଗବାନଙ୍କର ଅଂଶ। 15 ଅଧ୍ୟାୟରେ ଭଗବାନ କହିବେ ମମୈବାଂଶ ଜୀବ ଲୋକେ ଜୀବ ଭୂତ ସନାତନ। ଏଇ ଯୋଉ ଜୀବାତ୍ମା ହଉଛି ମୋର ଅଂଶ। ତେଣୁ ଯେହେତୁ ଆମେ ଭଗବାନଙ୍କର ଅଂଶ, ଭଗବାନଙ୍କ ସହିତ ଯୋଡି ହେଇକି ରହିଲେ ଆମକୁ ଖୁସି ମିଳିବ। ତେଣୁ ଏଇ ପ୍ରକାର କଣ କହିଲେ ଭଗବାନ କହିଲେ, ତମେ କଣ କର? ଶରୀର ଉପରେ ଦୟା କରନ୍ତି, ଜୀବାତ୍ମା ଉପରେ ଦୟା କର। ପ୍ରଥମ କାରଣ ଖଣ୍ଡନ ହେଲା। ଏବେ କଣ କହୁଛନ୍ତି ଅର୍ଜୁନ? ଦ୍ୱିତୀୟ କାରଣ କଣ ଦେଲେ? କି ମତେ ଖୁସି ମିଳିବନି, ସୁଖ ମିଳିବନି। ତ ଏବେ କଣ କହୁଛନ୍ତି ଭଗବାନ? ହतो ବା ପ୍ରାପ୍ୟସି ସ୍वर्ଗମ୍ ଜିତ୍वा वा भोक्ष्यसे महिम् तस्मादुत्तिष्ठ कौन्तेय युद्धाय कृत निश्चयः। ନା ଯଦି ଯୁଦ୍ଧରେ ନିହତ ହବ ତମକୁ ସ୍ୱର୍ଗ ପ୍ରାପ୍ତ ହବ, ଯଦି ଜିତିଯିବ ରାଜ୍ୟ ଭୋଗ କରିବ। ତେଣୁ ତୁମେ ଦୃଢ ନିଶ୍ଚୟ କରି ଯୁଦ୍ଧ ପାଇଁ ଠିଆ ହୁଅ। ତ ଯେମିତି ଅର୍ଜୁନ କହିଲେ କି ମତେ ଖୁସି ମିଳିବନି, ମତେ ଆନନ୍ଦ ମିଳିବନି, ଭଗବାନ କହୁଛନ୍ତି ନାହିଁ, ବିଲକୁଲ ନାହିଁ। କ୍ଷତ୍ରିୟର ଧର୍ମ କଣ? ଯୁଦ୍ଧ କରିବା। ଯଦି ତମେ କ୍ଷତ୍ରିୟ ହେଇକି ଯୁଦ୍ଧ କରିବ, ଯୁଦ୍ଧରେ ମରିଗଲେ କଣ ହୁଏ? ନା ସ୍ୱର୍ଗ ପ୍ରାପ୍ତି। କାହିଁକି? ନା ତମେ ତମର କର୍ତ୍ତବ୍ୟ କର୍ମ କଲ। କ୍ଷତ୍ରିୟର କର୍ତ୍ତବ୍ୟ କର୍ମ କଣ? ଯୁଦ୍ଧ କରିବା। ଯୁଦ୍ଧରେ ତମେ ଯଦି ମରିଗଲ ତମକୁ ସ୍ୱର୍ଗ ପ୍ରାପ୍ତି ମିଳିବ। ସ୍ୱର୍ଗରେ ଯାଇକି ତମେ ଭୋଗ କର, ତ ନିଶ୍ଚିତ ରୂପରେ ତମକୁ ଆନନ୍ଦ ମିଳିବ, ଖୁସି ମିଳିବ। ଯଦି ତମେ ଯୁଦ୍ଧରେ ଜିତିଗଲ କଣ ହବ? ପୃଥିବୀର ନିଷ୍କଣ୍ଟକ ରାଜ୍ୟ ମିଳିବ। ପୃଥିବୀର ରାଜ୍ୟକୁ ଭୋଗ କରିବ। ତ ତମକୁ ତ ଦି ହାତରେ ଲଡୁ ଅଛି। ତମେ ଯୋଉଥିରେ ବି କଲେ ତମକୁ କଣ ଖୁସି ମିଳିବ ହିଁ ମିଳିବ। ଏଇପଟେ ଜିତିଲେ ପୃଥିବୀକୁ ମିଳିବ, ଯଦି ମରିଗଲ କଣ ହବ? ନା ସ୍ୱର୍ଗ ମିଳିବ। ତେଣୁ କେମିତି ତମେ କହୁଛ ମତେ ଖୁସି ମିଳିବନି? ତମକୁ ତ ଯୁଦ୍ଧ କରିବାକୁ ପଡିବ। ଯଦି ଯୁଦ୍ଧ ନ କରିବ କଣ ହବ? अवास्तवादांश्च बहून् वदिष्यन्ति तवाहिताः निन्दन्तस्तव सामर्थ्यं ततो दुःखतरं नु किम्। ଯଦି ତମେ ଯୁଦ୍ଧ ନ କରିବ, ତୁମର ଯେତେ ଅହିତାକାଂକ୍ଷୀ ବା ଶତ୍ରୁ ଅଛନ୍ତି ସେମାନେ ସମସ୍ତେ ଅତି ଅଯୌକ୍ତିକର କଥା ସବୁ କହିବେ। ତମର ସାମର୍ଥ୍ୟକୁ ହେୟ ଜ୍ଞାନ କରି ନିନ୍ଦା କରିବେ। ଏହାଠାରୁ ଆଉ ଦୁଃଖ ତଥା ଯନ୍ତ୍ରଣାଦାୟକ ଜିନିଷ କଣ ଅଛି? ତେଣୁ ତମେ କଣ କର? ନା ଯୁଦ୍ଧ କର। କାହିଁକି? ନା ତମକୁ ଯୁଦ୍ଧରେ ସୁଖ ଖୁସି ତ ମିଳୁଛି। ଏହା କହିକି ଭଗବାନ ଅର୍ଜୁନଙ୍କର ଦ୍ୱିତୀୟ କାରଣକୁ ବି ଖଣ୍ଡନ କରିଦେଲେ। କାରଣ କଣ ଥିଲା? ଅର୍ଜୁନ କହିଲେ କି ମତେ ପାପ ଲାଗିବ। ତ ଏବେ କଣ କହୁଛନ୍ତି ଭଗବାନ? नेहाभिक्रमनाशोऽस्ति प्रत्यावयो न विद्यते स्वल्पम् अप्यस्य धर्मस्य ତ୍ରାୟତେ ମହतो ଭୟାତ୍। ନା ଏହି କର୍ମ ଯୋଗରେ ଆରମ୍ଭରେ ଅର୍ଥାତ୍ ବୀଜର ବିନାଶ ହୁଏ ନାହିଁ ଏବଂ ବିପରୀତ ଫଳ ରୂପକ ଦୋଷ ମଧ୍ୟ ଏଥିରେ ହୁଏ ନାହିଁ। ବରଂ ଏହି କର୍ମ ଯୋଗ ରୂପକ ଧର୍ମର ସାମାନ୍ୟ ମାତ୍ର ସାଧନା ବି ଜନ୍ମ ମୃତ୍ୟୁ ରୂପକ ବିରାଟ ଭୟରୁ ରକ୍ଷା କରିଦିଏ। ତା ମାନେ ଭଗବାନ କହୁଛନ୍ତି ଯୋଉ ଏଇଟା ଭକ୍ତି ମାର୍ଗ। କାହିଁକି? ନା ଭଗବାନ କହୁଛନ୍ତି ମୁଁ ଆଦେଶ ଦଉଛି ତମେ ଯୁଦ୍ଧ କର। ତ ଭଗବାନଙ୍କ ପାଇଁ ସେବାରେ ଯେତେବେଳେ ସେବା ଭାବିକି ଆମେ କୌଣସି କର୍ମ କରିବା, ତାହେଲେ କଣ? ସେ ହଉଛି ଭକ୍ତିମୟ କର୍ମ। ଯଦି ଆମେ ଭକ୍ତି କରିବା, ଭକ୍ତିର କେବେ ବି ବିନାଶ ହୁଏ ନାହିଁ। ଟିକେ ବି ଯଦି ଆମେ ଭକ୍ତି କରିବା, ସେ ଭକ୍ତି ବଡ ବଡ ଭୟରୁ ଆମକୁ ରକ୍ଷା କରିଦିଏ। ଭକ୍ତିରେ କିଏ ପାସ୍ ହୁଏନି କି କିଏ ଫେଲ ହୁଏ ନାହିଁ। କାହିଁକି? ଭକ୍ତି ଦିବ୍ୟ ରୂପରେ ଥାଏ, ଦିବ୍ୟ ଧରାତଳରେ ଭକ୍ତି ଥାଏ। ଦେଖିବେ ଆମେ ଯେମିତି କି ଦେଖିବେ କି ଯେତେବେଳେ ରାମଚନ୍ଦ୍ର ସୀତାଙ୍କୁ ଠାବ କରିବା ପାଇଁ ସେତୁ ବନ୍ଧ ବାନ୍ଧିଲେ, ଗୋଟେ ଛୋଟିଆ ଗୁଣ୍ଡୁଚି ମୂଷା ତା ଦେହରେ କଣ ବାଲି ନେଇକି ସେଠି ପଥର ଭିତରେ ପକ, ତ ସିଏ ବି ଭଗବାନଙ୍କର ମହାନ। ତେଣୁ ଭଗବାନଙ୍କ ପାଇଁ ଯଦି ଆମେ କୌଣସି କାମ କରିବା, ତାହେଲେ କଣ ପାପ କୁଆଡେ ଆସିଲା? ତେଣୁ 3 ନମ୍ବର ଏଠି ଖଣ୍ଡନ ମଧ୍ୟ ହେଇଗଲା। ଯୋଉ ଅର୍ଜୁନ କହୁଥିଲେ ପାପ ନାହିଁ।
ଆଉ ଭଗବାନ ପାଇଁ ଯୋଉ କାମ କରାଯାଏ ସେଥିରେ କିଏ ପାସ୍ ଯେମିତି ଆମେ ଦେଖିବା ଜଟାୟୁ। ଜଟାୟୁ ପାସ୍ ହେଲେ ନା ଫେଲ ହେଲେ? ହେଲେ ଜଟାୟୁ ମରିଗଲେ କିନ୍ତୁ ଭଗବାନଙ୍କର କୋଳରେ ମରିଲେ। ୟାଠୁ ବଡ କଣ ଆଉ ଅଛି? ତାଙ୍କୁ ମୁକ୍ତ ମିଳିଲା। ସେ ଏହି ପ୍ରକାର ତୃତୀୟ କାରଣ ଖଣ୍ଡନ କଲେ। ଚତୁର୍ଥ କାରଣ କଣ ଥିଲା? ନା ପରିବାରର କୂଳ ପରମ୍ପରା ନାଶ ହେଇଯିବ। କାହିଁକି ନାଶ ହବ? ଅର୍ଜୁନ କହିଲେ କି କୁଳ ପରମ୍ପରା ନାଶ ହେଇଗଲେ କଣ ହବ? ସ୍ତ୍ରୀ ମାନେ ଦୂଷିତ ହେଇଯିବେ, ଅବାଞ୍ଛିତ ସନ୍ତାନ ହବ, ସେମାନେ ପିଣ୍ଡ ଦାନ ଦେଲେ ପିତୃପକ୍ଷ ପିଣ୍ଡ ମିଳିବ ନାହିଁ, ମୁଁ ଏମିତି ଶୁଣିଛି। ତ ଭଗବାନ କଣ କହିଲେ କି ବେଦରେ ଯୋଉ କର୍ମ କାଣ୍ଡ, ଜ୍ଞାନ କାଣ୍ଡ, ଉପାସନା କାଣ୍ଡ ସବୁ ଅଛି, ତମେ କେବଳ କର୍ମ କାଣ୍ଡକୁ କାହିଁ ଭାବୁଛ? ତାଠୁ ଉପରେ ବି ଉଠିକି ଦେଖ। 15 ଅଧ୍ୟାୟର 15 ଶ୍ଲୋକରେ ଭଗବାନ କହୁଛନ୍ତି ବେଦଶ୍ଚ ଅହମେର ବେଦ୍ୟମ୍ ବେଦାଞ୍ଚ ତଦ୍ବିଦା ବିଦେବ ଚାହୁ। ଭଗବାନ କହୁଛନ୍ତି କଣ? ନା ବେଦର ଲକ୍ଷ୍ୟ ବି ମୁଁ ହିଁ ଅଟେ। ଭଗବାନ ହଉଛନ୍ତି ବେଦର ଲକ୍ଷ୍ୟ। ବେଦର ଲକ୍ଷ୍ୟ ଭଗବାନଙ୍କୁ ଜାଣିବା, ଭଗବାନ ପାଇଁ କାମ କରିବା। ଯେତେବେଳେ ଆମେ ଭଗବାନ ପାଇଁ କାମ କରିବା କଣ ହବ? ସବୁ ଜିନିଷର ଉଦ୍ଧାର ହେଇଯିବ। ଯେମିତି କିି ପ୍ରହ୍ଲାଦ ମହାରାଜ ତାଙ୍କର ବାପା ଏତେ କଷ୍ଟ ଦେଲେ, ଏତେ ଇଏ କଲେ, ଯେତେବେଳେ ହଁ ନରସିଂହ ଦେବ ଆସିକି ତାଙ୍କର ବାପା ହିରଣ୍ୟକଶ୍ୟପକୁ ନାଶ କଲେ, ତାଙ୍କୁ ମାରିଦେଲେ, ପ୍ରହ୍ଲାଦ ମହାରାଜ ଯାଇକି ଭଗବାନଙ୍କୁ ପ୍ରାର୍ଥନା କଲେ କି ମତେ ମୋ ବାପାଙ୍କୁ ମୁକ୍ତି ଦେଇଦିଅ। ତ ତାଙ୍କ ପାଇଁ ଏତେ ପ୍ରସନ୍ନ ହେଲେ କଣ? ନା ସ୍ଵୟଂ ନୃସିଂହ ଭଗବାନ କହିଲେ ତମର 21ଟା ପିଢି, 21ଟା ପିଢି ସମସ୍ତଙ୍କୁ ମୁଁ ମୋକ୍ଷ ଦେଇଦେବି। ସମସ୍ତଙ୍କୁ ମୁଁ କଣ କଲି? ନା ମୁକ୍ତି ଦେଇଦେଲି। ତ ସମସ୍ତଙ୍କୁ ଉଦ୍ଧାର କରିଦେଲେ। ତେଣୁ ଏଥିରେ ଯଦି ଭଗବାନ ପାଇଁ କାମ କରିବ ଅର୍ଜୁନ, ତାହେଲେ କଣ ହବ? ନା ସମସ୍ତେ ଉଦ୍ଧାର ପାଇବେ। ଯଦି ଅର୍ଜୁନ ଯୁଦ୍ଧ ନ କରିବେ, ଯୋଉ ଯାହା ପାଇଁ ସେ ଯୁଦ୍ଧ କରିବାକୁ ମନା କରୁଛନ୍ତି, ସେମାନେ ସମସ୍ତେ ଆସୁରିକ ପ୍ରବୃତ୍ତିର। ଆଜି ନହେଲେ କାଲି କିଏ ନା କିଏ ସେମାନେ ଆସୁରିକ ସ୍ୱଭାବ ବାଲା, ସେମାନେ ନଷ୍ଟ ନିଶ୍ଚିତ ରୂପରେ ହେଇଯିବେ। ତେଣୁ କଣ? ନା ତାଙ୍କୁ କଣ ଯୋଉ କହୁଥିଲେ କି ପରିବାର ପରମ୍ପରା ନଷ୍ଟ ହେଇଯିବ, ଏଥିରେ କୌଣସି ଅସୁବିଧା ନାହିଁ। ପରିବାର ପରମ୍ପରା ନଷ୍ଟ ହେବ ନାହିଁ। ଏହା ହେଲା ପଞ୍ଚମ କାରଣ କଣ କହିଲେ? ନା କହିଲେ କଣ? ନା ମୁଁ ଅସମଞ୍ଜସ ହେଇଯାଉଛି। ତ ଏଇଠି ଭଗବାନ କଣ କହୁଛନ୍ତି? ବ୍ୟବସାୟ ଆତ୍ମିକା ବୁଦ୍ଧି ରେକେହ କୁରୁ ନନ୍ଦନ ବହୁ ଶାଖା ବୁଦ୍ଧୟ ଅବ୍ୟବସାୟିନାମ୍। ନା ହେ ଅର୍ଜୁନ, କର୍ମ ଯୋଗରେ ବିନାଶାତ୍ମିକା ବୁଦ୍ଧି ଗୋଟିଏ ମାତ୍ର ହୁଏ, କିନ୍ତୁ ଅସ୍ଥିର ବିଚାର ଯୁକ୍ତ ବିବେକହୀନ କାମ ମନୁଷ୍ୟ ମାନେ ବୁଦ୍ଧି ନିଶ୍ଚିତ ଭାବରେ ବହୁ ପ୍ରକାର ଅସୁବିଧା। ତ ଏଠି କଣ କହୁଛନ୍ତି? ନା ଲକ୍ଷ୍ୟ ଆମର ଗୋଟିଏ ରଖିବା ଦରକାର। ଯଦି ଆମେ ସବୁଆଡେ କଣ ଲକ୍ଷ୍ୟ ରଖିବା, ଏ କାମ ସେଇ କାମ ଏଇଟା ସେଟା ଯଦି ଭାବିବା, କଣ ହବ? ନା ଆମର ଲକ୍ଷ୍ୟ ସ୍ଥିର ହେଇପାରିବ ନାହିଁ। ତେଣୁ ଆମେ ଅସମଞ୍ଜସ ହେବା। ତେଣୁ ଏଇ ଅସମଞ୍ଜସରୁ ବଞ୍ଚିବା ପାଇଁ ଭଗବାନ ଅର୍ଜୁନ କଣ କଲେ? ନା ସପ୍ତମତମ ଶ୍ଲୋକରେ ଆମେ ଦେଖିଲେ ଆରମ୍ଭରୁ ବି କଣ କଲେ? ଭଗବାନଙ୍କର ଶରଣରେ ପଶିଲେ। କାର୍ପଣ୍ୟ ଦୋଷ କହତ ସ୍ୱଭାବ, କହିଲେ ନା ନାଇଁ ଅର୍ଜୁନ? ତେଣୁ ଆରମ୍ଭରୁ ହିଁ ଅର୍ଜୁନ କଣ କହିଲେ? ନା କହିଲେ କି ତମେ ଏପଟ ସେପଟ ଯାଅନି। ତାପରେ କଣ? ନା ଅର୍ଜୁନଙ୍କ ବିଷୟରେ ଆମେ ଆଗରୁ ବି ଶୁଣିଥିଲେ କଣ? ନା ଯେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁଅ ଅଶ୍ୱତ୍ଥାମା ଆଉ ସବୁ କଣ? ନା ପାଣ୍ଡବ କୌରବ ମାନେ ତାଙ୍କ ପାଖରୁ ଶିକ୍ଷା ନଉଥିଲେ, କିନ୍ତୁ ଅର୍ଜୁନ ଦ୍ରୋଣାଚାର୍ଯ୍ୟଙ୍କର ପ୍ରିୟ ଶିଷ୍ୟ ଥିଲେ। ଥରେ ଅଶ୍ୱତ୍ଥାମା ଏଇ ପ୍ରଶ୍ନ ପଚାରିଲେ ତାଙ୍କ ବାପାଙ୍କୁ କି ମୁଁ ତ ଆପଣଙ୍କର ନିଜ ପୁତ୍ର, ତଥାପି ଅର୍ଜୁନ ଆପଣଙ୍କୁ ପ୍ରିୟ କାହିଁକି? ତ ସେ ସମୟରେ କଣ କଲେ? ନା ଗୁରୁ ଦ୍ରୋଣାଚାର୍ଯ୍ୟ ଗୋଟେ ଗଛରେ ଗୋଟେ ପକ୍ଷୀର ଖେଳନା ପକ୍ଷୀକୁ ରଖିଲେ, ଆଉ ସମସ୍ତଙ୍କୁ କହିଲେ ତାର ଆଖିକୁ ଲକ୍ଷ୍ୟ କରି ଭେଦ କର। ତ ଯେତେବେଳେ ସମସ୍ତଙ୍କୁ ଡାକିଲେ, କିଏ କହିଲା ମତେ ଗଛ ଦେଖାଯାଉଛି, କିଏ କହିଲା ମତେ ନୀଳ ନୀଳ ଆକାଶ ଦେଖାଯାଉଛି, କିନ୍ତୁ ଯେତେବେଳେ ଅର୍ଜୁନକୁ ଦେଲେ, ଅର୍ଜୁନ କହିଲେ କି କଣ ଦେଖା ଯାଉଛି? ନା ଅର୍ଜୁନ କହିଲେ ମତେ ଗଛ ଦେଖାଯାଉଛି, ଗଛରେ ଥିବା ଗୋଟେ ପକ୍ଷୀ ଦେଖାଯାଉଛି, ପକ୍ଷୀର ଆଖିଟି ଦେଖାଯାଉଛି। କାହିଁକି ନା ତାଙ୍କର ଲକ୍ଷ୍ୟ ଗୋଟିଏ ଥିଲା। ତେଣୁ ଭଗବାନ କହୁଛନ୍ତି ତମେ
ତମେ ଯଦି ବୁଦ୍ଧିକୁ ଏପଟ ସେପଟ କରିବ କଣ ହବ ନା ବହୁ ଶାଖାରେ ପଳେଇଯିବ। ତେଣୁ ତମେ ଦ୍ୱନ୍ଦ୍ୱ ରହିବ, ଅସମଞ୍ଜସରେ। ତେଣୁ ତମେ କେବଳ ଗୋଟିଏ ଲକ୍ଷ୍ୟ ରଖ, ଭଗବାନଙ୍କର ଭକ୍ତିରେ ରୁହ। ଏହିପରି କହିକି କଣ କଲେ ନା ଭଗବାନ ଅର୍ଜୁନଙ୍କର 5ଟା କାରଣକୁ କଣ କଲେ ନା ନଷ୍ଟ କରିଦେଲେ। ତାପରେ ଅର୍ଜୁନ ଭଗବାନଙ୍କୁ ପଚାରୁଛନ୍ତି କଣ ନା ଯିଏ ସ୍ଥିତ ପ୍ରଜ୍ଞ, ସେ ସ୍ଥିତ ପ୍ରଜ୍ଞର ସ୍ୱଭାବ ସବୁ କଣ, ତା ଲକ୍ଷଣ କଣ, ସେ ବିଷୟରେ ଗୋଟେ ତ ଭଗବାନ ଉତ୍ତର ଦେଉଛନ୍ତି। ଶ୍ରୀ ଭଗବାନୁବାଚ प्रजायाः ते यदा कामान् सर्वान् पार्थो मनोगतान् आत्मनैव आत्मना तुष्ट स्थितप्रज्ञस्तदोच्यते। ନା ଯେତେବେଳେ ମନରେ ଆସୁଥିବା ସକଳ କାମନା ଯିଏ ତ୍ୟାଗ କରି ନିଜକୁ ସନ୍ତୁଷ୍ଟ ରଖିପାରେ ତାକୁ ସ୍ଥିତପ୍ରଜ୍ଞ ବୋଲି। ତାମାନେ କଣ ସ୍ଥିତ ପ୍ରଜ୍ଞର ଲକ୍ଷଣ ନା ପ୍ରଜାହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ଆତ୍ମନେବ ଆତ୍ମନା ତୁଷ୍ଟ। ସେ ନିଜ ଭାତରେ କଣ ସବୁବେଳେ ତୁଷ୍ଟ ଥାଏ। ତାମାନେ ସବୁବେଳେ ସମାନ ଭାବରେ ଥାଏ, ସୁଖ ଦୁଃଖରେ ସବୁବେଳେ ସମାନ ଥାଏ। ଆଉ କଣ ନା ସେ ଅଧିକ କିଛି ଚାହେଁନି, ଯାହା ଥାଏ ସେଥିରେ ସେ କଣ ନା ସନ୍ତୁଷ୍ଟ ରୁହେ। ଯେମିତି ଭକ୍ତ ମାନଙ୍କର ଜୀବନରେ ବି ସୁଖ ଦୁଃଖ ଆସେ, ଲାଭ ହାନି ଆସେ, କିନ୍ତୁ ସେଇ ସମୟରେ ସେ କଣ ବିଚଳିତ ହୁଏ ନାହିଁ, ସ୍ଥିର ରୁହେ। ସ୍ଥିତ ପ୍ରଜ୍ଞ ମାନେ କଣ ସ୍ଥିର। ଆମେ ଦେଖିବା ଯେମିତି ପ୍ରହ୍ଲାଦ ମହାରାଜ, ତାଙ୍କୁ ତାଙ୍କ ବାପା ହିରଣ୍ୟକଶ୍ୟପକୁ ମାରିବା ପାଇଁ କେତେ କେତେ ଚେଷ୍ଟା କଲେ। ଯେମିତି ତାଙ୍କର ଭଉଣୀ ହୋଲିକା, ଯିଏ ପ୍ରହ୍ଲାଦ ମହାରାଜଙ୍କୁ ନେଇକି କଣ ନା ନିଆଁରେ ବସି ପଡିଲା, ତାକୁ ବରଦାନ ମିଳିଥିଲା କି ସେ ନିଆଁରେ ଜଳିବ ବୋଲି। କିନ୍ତୁ ସେଇ ସମୟରେ ବି ସବୁ ସମୟରେ ଯେହେତୁ ଭଗବାନଙ୍କୁ ସ୍ମରଣ କରୁଥିଲେ, ପ୍ରହ୍ଲାଦ ମହାରାଜ ସ୍ଥିର ହେଇକି ରହୁଥିଲେ। ଆମେ ଦେଖିବା ଯେମିତି ପ୍ରଭୁପାଦ, ଆମେ କାଲି ପଢିଥିଲା ପ୍ରଭୁପାଦଙ୍କର ଟାଇପ ରାଇଟର ଗୋଟିଏ ଥିଲା, ସିଏ ବି ଚୋରି ହେଇଗଲା। ଭାବି କଣ ନା ପ୍ରଭୁପାଦ ସ୍ଥିର ମନରେ ରହିଲେ, ଅବିଚଳିତ ଭାବରେ ରହିଲେ, ଭକ୍ତି ମାର୍ଗରେ ଚାଲିଲେ, ସେ ସବୁ ଏତେ ବଡ ଇସ୍କନର ସ୍ଥାପନା ହେଇପାରି। ଏବେ ତିନିଟା ଯୋଉ ଶ୍ଲୋକ ଆସୁଛି, ଏ ଶ୍ଲୋକ କଣ ସାଇକୋଲୋଜିକାଲ ବହୁତ ଇଫେକ୍ଟ ଆସେ। ଆମେ କଣ ପାଇଁ ଖରାପ କାମରେ ଲିପ୍ତ ହଉଛନ୍ତି, ତା ପଛରେ କଣ କାରଣ ଅଛି, ଏଇ ଦିଟା ଶ୍ଲୋକ ସେ ବିଷୟରେ କହିବେ। ଟିକେ ଭଲସେ ଆକୁ ବୁଝିବେ କଣ କହୁଛନ୍ତି ଏ ଦିଟା ଶ୍ଲୋକ। ଧ୍ୟାୟतो विषयान् पुंसः सङ्गस्तेषु उपजायते संगात् संजायते कामः कामात् क्रोध अभिजायते क्रोधात् भवति सम्मोहः सम्मोहात् स्मृति विभ्रमः स्थिभंसात् बुद्धिनाशो बुद्धिनाशात् प्रणश्यति। ତ ଏଇ ଯୋଉ 8ଟା ଜିନିଷ ହେଲା, ଏଇ 8ଟା ଜିନିଷରେ ଜଣଙ୍କର ପତନ ହୁଏ, ବା ଜୀବାତ୍ମାର ପତନର ଏଇ 8ଟି ମୁଖ୍ୟ କାରଣ ଅଛି। କଣ? ଧ୍ୟାୟତ ବିଷୟାନ୍ ପୁଂସ, ତାମାନେ କଣ? ଧ୍ୟାୟତ ମାନେ ଗୋଟେ ଜିନିଷକୁ ଦେଖିବା, ଆଉ ତା ବିଷୟରେ କଣ କରିବା ନା ଚିନ୍ତା କରିବା। ଥରେ ନାହିଁ, ବାରମ୍ବାର ଚିନ୍ତା କରିବା ବିଷୟରେ, ବିଷୟ ଉପରେ, ବିଷୟ ଭୋଗ ଉପରେ ଆମେ ବାରମ୍ବାର ଚିନ୍ତା କରିବା। ଯେତେବେଳେ କୌଣସି ଜିନିଷକୁ ଦେଖିକି ଆସକ୍ତି ହେଲେ, ଖାଲି ଦେଖିଲେ କିଛି ଫରକ ନାହିଁ, ଦେଖିକି ତା ବିଷୟରେ ଯେତେବେଳେ ଆମେ ବାରମ୍ବାର ତା ବିଷୟରେ ଚିନ୍ତା କରନ୍ତି, କଣ ହୁଏ? ଦୁଇରେ ଆସେ କଣ? ଆସକ୍ତି ଆସେ। ଯେତେବେଳେ ଆମକୁ ଆସକ୍ତି ଆସେ, ଆମେ କଣ କରନ୍ତି ନା ସେ ଜିନିଷକୁ ସଙ୍ଗ ସେ ଉପଜାୟତେ, ପ୍ରଥମେ ଦେଖିଲେ, ଦେଖିବାରୁ କଣ ହେଲା? ଆସକ୍ତି ହେଲା ସେ ଜିନିଷର ପ୍ରାପ୍ତି କରିବା ପାଇଁ। ତାପରେ କଣ ହେଲା? ସଂଗାତ ସଂଜାୟତେ କାମଃ, ସେ ଜିନିଷକୁ ପ୍ରାପ୍ତ କରିବା ପାଇଁ ଆମ ମନରେ ଇଚ୍ଛା ହେଲା। କୋଉ ଇଚ୍ଛା ହେଲା? ଖରାପ ଇଚ୍ଛା।
ଇଚ୍ଛା, ଭୋଗ ପାଇଁ ଇଚ୍ଛା କି ମୁଁ କେମିତି ଏ ଜିନିଷକୁ ପ୍ରାପ୍ତ କରିବି। यही ହଉଛି କଣ କାମ, କାମାତ୍ ବା କଣ ହେଲା ତାପରେ କଣ ହଉଛି, ଯଦି ଆମର ଇଚ୍ଛା ଟା ପୁରା ହେଇଯିବ ତ କଣ ହବ, ଆହୁରି ଭୋଗ କରିବାକୁ ଇଚ୍ଛା ହବ, କାହିଁକି ନା ଆମ ମନରେ କଣ ହବ, ଲାଳସା। ଠିକ ଅଛି, ଯଦି ପୁରା ନହେଲା, ପୁରା ହେଇଗଲେ ତ ଆହୁରି ଭୋଗ କରିବା ପାଇଁ ଇଚ୍ଛା ହବ, ଲାଳସା ହବ। ଯଦି ପୁରା ନ ହେଇ ପାରିଲା ଆମର ଇଚ୍ଛା, କଣ ହବ, କାମାତ କ୍ରୋଧ ଯାଏ। କଣ ଇଚ୍ଛା ପୁରା ହବ, କଣ ହବ, କ୍ରୋଧାତ୍ ଭବତି ସମୂହ। ଯଦି ମନରେ କ୍ରୋଧ ଆସିଲା, ଆମର ଇଚ୍ଛା ପୂରଣ ନ ହେଇ ପାରିଲା, କଣ ହବ ନା ଆମେ ମୁକ୍ତ ହେଇଯିବା, ସମ୍ମୋହନ ହେଇଯିବା, ସମ୍ମୋହିତ ହେଇଯିବା, ଇଲ୍ୟୁଜନ। ୟା ଦ୍ଵାରା କଣ ହବ, ସମ୍ମୋହାତ୍ ସ୍ମୃତି ବିଭ୍ରମଃ, ଆମର ସ୍ମରଣ ଶକ୍ତି ପଳେଇ ଯିବ। ତା ଦ୍ଵାରା କଣ ହବ, ଆମେ ବୁଝିଯିବା କୋଉ ଜିନିଷ ଭଲ, କୋଉ ଜିନିଷ ଖରାପ, ସାମ୍ନା ବାଲା ଆମ ପାଇଁ କେତେ ଭଲ ଭଲ କାମ କରୁଛି, ଏସବୁ ଜିନିଷକୁ ଆମେ ଭୁଲି ଯିବା। ତାପରେ କଣ ହବ, ସ୍ମୃତି ଭ୍ରଂଶାତ୍ ବୁଦ୍ଧି ନାଶୋ, ଆମର ବୁଦ୍ଧିର ବିନାଶ ହେଇଯିବ। ତେଣୁ କଣ କୁହନ୍ତି, ବିନାଶ କାଳେ ବିପରୀତ ବୁଦ୍ଧି। ଯେତେବେଳେ ଆମର ବୁଦ୍ଧି ନାଶ ହେଇଯିବ, କଣ ହବ, ବୁଦ୍ଧି ନାଶାତ୍ ପ୍ରଣଶ୍ୟତି, ଆମର ପତନ ନିଶ୍ଚିତ ରୂପରେ ହେଇ, ଯଦି ଏ ଆଠଟା ଭିତରୁ ଆମେ କୋଉଥିରେ ବି ଅଟକି ଯିବା, ଏମିତି ତ ଆମକୁ ପ୍ରଥମ ଜିନିଷରେ ହିଁ ଅଟକି ଯିବା କଥା, କୋଉଥିରେ ବି ଅଟକି ଗଲେ ଆମେ ପତନରୁ ବଞ୍ଚି ପାରିବା। ପ୍ରଥମେ କଣ ହେଲା ନା ଆମେ ଆୟତ ବିଷୟ ସା, ଆମର ଇନ୍ଦ୍ରିୟରେ ପ୍ରଥମେ ଅ ଅସଂଯମ ଇନ୍ଦ୍ରିୟ, ଅସଂଯମ ଇନ୍ଦ୍ରିୟ ସଂଯମ କରିପାରିଲେନି, ତେଣୁ ବିଷୟର ଭୋଗକୁ ଦେଖିଲେ, ତାପରେ ତାକୁ କଣ ହେଲା, ତା ବିଷୟରେ ବାରମ୍ବାର ମାନସିକ ଚିନ୍ତା, ତା ଦ୍ଵାରା କଣ ହେଲା, ପାଇବା ପାଇଁ ଇଚ୍ଛା ହେଲା ମନରେ, ଇଚ୍ଛା ଯଦି ପୂରଣ ହେଇଗଲା, ଆହୁରି ଇଚ୍ଛା ହବ, କାହିଁକି ନା ଇଚ୍ଛାର କୌଣସି କଣ ନାହିଁ, ଇଚ୍ଛା କେବେ ବି ସମାପ୍ତ ହୁଏନି। ଯଦି ଇଚ୍ଛା ପୂରଣ ନହେଲା, ଆମ ମନରେ କ୍ରୋଧ ଆସିବ, କ୍ରୋଧରୁ କଣ ହେଲା, ଆମେ ସମ୍ମୋହିତ ହେଲେ, ସମ୍ମୋହିତରୁ କଣ ହେଲା, ଆମର ସ୍ମୃତି ହେଇଗଲା, ସ୍ମୃତିରୁ କଣ ହେଲା, ଆମର ବିନାଶ ହେଇଗଲା, ଆମେ ଜାଣିପାରିଲେ, ତା ଦ୍ଵାରା କଣ ହେଲା, ନିଶ୍ଚୟ ରୂପରେ ପତନ। ଆମେ ଦେଖିବା ଏଇ ଆଠଟା ପ୍ରକ୍ରିୟାରେ ହିଁ, ଏଇ ଆଠଟି ପାହାଚରେ ହିଁ ଜଣଙ୍କର ପତନ। ଉଦାହରଣ ଦେଖ, ଏଇ ଆଠଟି ହିଁ ଏକ ପ୍ରକାର, ଏଇ ତୃତୀୟ ଅଧ୍ୟାୟର ପୂରଣ ହେଲା। ତାହାର ଯଦି କିଛି ପ୍ରଶ୍ନ ଅଛି ଅଧ୍ୟାୟ ନେଇକି, ପ୍ରଶ୍ନ ପଚାରି, ହରେ କୃଷ୍ଣା, କାହାର କିଛି ପ୍ରଶ୍ନ ଅଛି, ବହୁତ ବଢିଆ ଅଧ୍ୟାୟଟା ଥିଲା। ପ୍ରଶ୍ନ ଥିଲେ ପଚାରନ୍ତୁ, ହରେ କୃଷ୍ଣ। ହ୍ୟାଣ୍ଡ ରାଇଜ କରନ୍ତୁ ବା ମେସେଜ ବି କରିପାରିବେ ଗ୍ରୁପରେ, ଏଇଠି ଚାଟ ରେ ବି ମେସେଜ କରିପାରିବେ। କାହାର କିଛି ପ୍ରଶ୍ନ ନାହିଁ, ତାହେଲେ ଆମେ କ୍ଲାସକୁ ଏଠି ସମାପ୍ତ କରିବା। ନା ଅଛି, ହଁ ପ୍ରଶ୍ନ ପଚାରନ୍ତୁ, ହରେ କୃଷ୍ଣ କହିଲେ ପ୍ରଶ୍ନ ପଚାର। ପ୍ରଭୁ ହରେ କୃଷ୍ଣ। हरे कृष्ण प्रभु जी दंडवत प्रणाम। दंडवत प्रणाम प्रभु जी।
ପ୍ରଭୁଜୀ ମୋର ଗୋଟେ ସନ୍ଦେହ ଅଛି, ଡାଉଟ ଅଛି ପ୍ରଭୁଜୀ। ମୁଁ ହଁ ଜାଣିବା ପାଇଁ ଚାହୁଁଥିଲି ପ୍ରଭୁଜୀ। ହଁ ପ୍ରଭୁଜୀ କୁହନ୍ତୁ। ହରେ कृष्णा। आवाज आसुनी प्रभुजी। ହରେ କୃଷ୍ଣ ପ୍ରଭୁଜୀ, କ୍ଷମା ଚାହୁଁଛି हाँ ପ୍ରଭୁଜୀ। हाँ କୁହନ୍ତୁ ପ୍ରଭୁଜି। ହଁ, ପ୍ରଭୁଜୀ ମୋର ପ୍ରଶ୍ନଟା ଥିଲା କି ଯେ ଆମର ଏବେ ଯେମିତି ପ୍ରଭୁଜୀ ପିତୃପୁରୁଷ ପକ୍ଷ ଚାଲିଛି ପ୍ରଭୁଜୀ, ହଁ ଏବଂ ଆମର ଯେମିତି ଘରକୁ ନିମନ୍ତ୍ରଣ କରାଯାଏ ପିତୃପୁରୁଷଙ୍କୁ ଏବଂ ତାଙ୍କୁ ଶ୍ରାଦ୍ଧ ଦେଇକରି ଆମେ ତାଙ୍କୁ ବିଦାୟ ଦିଅନ୍ତି ପୟା ଶ୍ରାଦ୍ଧ ଦିନ, ଦୀପାବଳି ଦିନ। ତ ହୁଁ ପ୍ରଭୁଜୀ ମଣିଷ ମରିଗଲା ମାତ୍ରକେ ତାର ତ ଆତ୍ମାଟା ଆଉ ଗୋଟେ ନେକ୍ସଟ ଜନ୍ମ ପାଇଯିବ, ନେକ୍ସଟ ଶରୀର ଗୋଟେ ପ୍ରାପ୍ତ କରିବ। ତ ହୁଁ ପ୍ରଭୁଜୀ ଯୋଉମାନେ ପିତୃ ଲୋକରୁ ଆସନ୍ତି ସେମାନେ କୋଉମାନେ ଆସନ୍ତି ପ୍ରଭୁଜୀ? ହଁ ଏଇ ଜିନିଷ ଦେଖନ୍ତୁ, ଏ ପ୍ରଶ୍ନ ସବୁବେଳେ ପଚାରନ୍ତି, ସବୁବେଳେ ଏ ପ୍ରଶ୍ନଟା ଆମ ମନରେ ଆସେ। ଆଉ ଗୋଟେ ଜିନିଷ ଆ ପ୍ରତି ଆଉ ଗୋଟେ ମୁଁ ଆଡ କରିଦଉଛି ଏଥିରେ। ନର୍କ ବୋଲି ଅଛି, ଆମେ ଶୁଣୁଛନ୍ତି ନର୍କରେ ଦଣ୍ଡ ଦିଆଯାଏ, ଠିକ କି ନାଇଁ? ଏଇ ପ୍ରଶ୍ନ ବି ଆସେ, ଜୀବାତ୍ମାକୁ ତ ମାରି ହବନି କିଛି କରିହବନି, ତ ନର୍କରେ ଦଣ୍ଡ କେମିତି ଦିଆଯାଉଛି, ଠିକ କି ନାଇଁ? ଇଏ ବି ଗୋଟେ ପ୍ରକାର ପ୍ରଶ୍ନ ଆସେ। ତ ଦେଖନ୍ତୁ, କଣ ଯାଏ ନା ଜୀବାତ୍ମା କେବେ ବି ଖାଲି ରୁହେନି, ବିନା ଶରୀରରେ ରୁହେନି। ତାକୁ ସବୁବେଳେ କିଛି ନା କିଛି ଶରୀର ଦିଆଯାଏ। ଯେତେବେଳେ ସିଏ ଯମପୁରକୁ ଯାଏ, ନର୍କକୁ ଯାଏ, ସେତେବେଳେ ତାକୁ ଯାତନା ଶରୀର ମିଳେ। ଯେତେବେଳେ ସ୍ୱର୍ଗକୁ ଯାଏ ସେତେବେଳେ ଭୋଗ ଶରୀର ମିଳେ। ଯେତେବେଳେ ଭଗବାନଙ୍କ ପାଖକୁ ବୈକୁଣ୍ଠ ଧାମକୁ ଯାଏ ସେତେବେଳେ ତାକୁ କଣ ହୁଏ ନା ଆଧ୍ୟାତ୍ମ ଶରୀର ମିଳେ। ନବମ ଅଧ୍ୟାୟରେ ଭଗବାନ କହିଛନ୍ତି କଣ? ୟାନ୍ତି ଦେବବ୍ରତା ଦେବାନ୍, ପିତॄନ୍ ୟାନ୍ତି ପିତୃବ୍ରତା, ଭୂତାନି ୟାନ୍ତି ଭୂତେଜ୍ୟ, ୟାନ୍ତି ମଦ୍ୟାଜିନୋ ଅପି ମାମ୍। ମାନେ ଯିଏ ପିତୃପୁରୁଷଙ୍କୁ ପୂଜା କରେ ସେ ପିତୃ ଲୋକକୁ ଯାଏ, ଯିଏ ଭୂତ ମାନଙ୍କୁ ପୂଜା କରେ ସେ ଭୂତ ଭାବରେ ଜନ୍ମ ହୁଏ, ଯିଏ ଦେବତା ମାନଙ୍କୁ ପୂଜା କରେ ଦେବଲୋକରେ ଜନ୍ମ ହୁଏ, ଯିଏ ମତେ ପୂଜା କରେ ମୋ ପାଖକୁ ଆସେ। ଠିକ, ତ ସେମିତି ସମସ୍ତଙ୍କୁ କଣ ସାଙ୍ଗା ସାଙ୍ଗେ ଶରୀର ମିଳିନି। ଆମେ ମୁଁ କହିଥିଲି ନା ଆରମ୍ଭରୁ, ଭାଗବତମର ତୃତୀୟ ସ୍କନ୍ଧର 31 ଅଧ୍ୟାୟର ପ୍ରଥମ ଶ୍ଲୋକରେ ଅଛି କଣ? କର୍ମଣା ଦୈବ ନେତ୍ରେଣ ଜନ୍ତୁର୍ଦେହ ଉପପଦ୍ୟତେ, ସ୍ତ୍ରିୟା ପ୍ରବେଶ ଉଦରମ୍ ପୁଂସରେତ କଣାଶ୍ରୟ। ତାମାନେ ଆମର କର୍ମ ଆଉ ଭଗବାନଙ୍କର ତତ୍ୱାବଧାନରେ ଜୀବକୁ ଗୋଟେ ପ୍ରକାର ଶରୀର ମିଳେ। କୋଉ ଶରୀର ମିଳିବ? ସେଟା ନିଜର କର୍ମ ଉପରେ ନିର୍ଭର କରେ। ତ ସେଇ ହିସାବରେ ଯୋଉ ପର୍ଯ୍ୟନ୍ତ ତାକୁ ଶରୀର ପ୍ରାପ୍ତି ନ ହେଇଛି, କଣ କରନ୍ତି? ସେ କୋଉ ଶରୀର ତାକୁ ମିଳିବ? କୋଉ ଶରୀର? ନା ଏଇ 84 ଲକ୍ଷ ଜନି ଭିତରେ ସବୁ ଜିନିଷ ଆସୁଛି, ଦେବତା ମାନଙ୍କର ଜନି ବି ଅଛି। ସେଇ ସମୟରେ ପିତୃ ପକ୍ଷରେ ସେ ଯାଇକି ରୁହେ, ଯୋଉ ପର୍ଯ୍ୟନ୍ତ ଶରୀର ନ ମିଳିଛି। ସେଥିପାଇଁ ତାକୁ କଣ କରନ୍ତି କୁହାଯାଏ, ପିତୃ ପକ୍ଷର ଗୋଟିଏ ଦିନ ଆମର ଗୋଟିଏ ବର୍ଷ ସହିତ ସମାନ। ଆମେ ଆଗକୁ ପଢିବା ଅଷ୍ଟମ ଅଧ୍ୟାୟରେ, ଚତୁର୍ଥ ଅଧ୍ୟାୟରେ ବ୍ରହ୍ମାଙ୍କର ଗୋଟେ ଦିନ କେତେ ବଡ। ତ ସବୁ ଜାଗାରେ ଦିନ ଅଲଗା ଅଲଗା ଅଛି। ଆମ ପୃଥିବୀରେ ଯୋଉ ସୌର ବର୍ଷ ସୋଲାର ଇୟର କୁହନ୍ତି, ସବୁ ଜାଗାରେ ଅଲଗା ଅଲଗା ବର୍ଷ ଅଛି। ତେଣୁ ଯେତେବେଳେ ଆମେ ପିତୃ ପକ୍ଷରେ କାହାକୁ ତର୍ପଣ କରନ୍ତି ବା ଖାଇବାକୁ ଦିଅନ୍ତି, କଣ ହୁଏ ନା ଆମର ଗୋଟିଏ ବର୍ଷ ତାଙ୍କ ପାଇଁ ଗୋଟିଏ ଦିନ। ସେଇ ହିସାବରେ ଆମେ ପ୍ରତିବର୍ଷ ଶ୍ରାଦ୍ଧ କଲେ ତାଙ୍କୁ ପ୍ରତିବର୍ଷ ଖାଇବା ଦିଅନ୍ତୁ। ତେଣୁ ଏମିତି ବି ପିତୃ ପକ୍ଷରେ ସେମାନେ ଯାଇକି ପିତୃ ଜାଗାରେ, ଠିକ ଅଛି ପ୍ରଭୁଜୀ। ତେଣୁ ଏମିତି କେମିତି ଆମେ କହିପାରିବାନି ଯେ ଜୀବାତ୍ମା, ଏ ଜୀବାତ୍ମାର ଗୁଣ ବିଷୟରେ ଲକ୍ଷଣ ବିଷୟରେ କୁହାଗଲା, କିନ୍ତୁ ତାକୁ କଣ ନା ସବୁବେଳେ ଗୋଟେ ନା ଗୋଟେ ଶରୀର ମିଳିଥାଏ। ଆଧ୍ୟାତ୍ମ ଯେତେବେଳେ ହେଇଯାଏ ଆଧ୍ୟାତ୍ମ ଶରୀର ମିଳେ। ଏଇଠି 84 ଲକ୍ଷରେ ଅଲଗା ଅଲଗା ଆମେ ଦେଖିଲେ ନା, କେତେବେଳେ କୁକୁର ବିଲେଇ ମଣିଷ ହଉଛି, ସେମିତି କେତେବେଳେ ତାକୁ ଭୂତର ଶରୀର ମିଳୁଛି, ଭୂତ ଜନିରେ ମିଳୁଛି, କେତେବେଳେ ପ୍ରେତ ଜନିରେ ମିଳୁଛି, କେତେବେଳେ କଣ ଦେବତା ଜନିରେ, ସେଠି କେବଳ ଦେବତା ମାନେ ଭୋଗ କରିପାରିବେ, ସେପଟେ ସେମାନେ କେବଳ ଭୋଗ କରିବେ। ସେମିତି ଯାତନ ଶରୀର ମିଳିଲେ ଆମର ଏଇ ଶରୀରରେ କିଛି ନା କିଛି ଗୋଟେ ଲିମିଟ ଅଛି, ତାପରେ ସେ ଶରୀରରେ ବେଶୀ ଦୁଃଖ କଷ୍ଟ ଆସିଲେ ସେ ମୃତ୍ୟୁବରଣ କରିବ। କିନ୍ତୁ ଯାତନା ଶରୀରରେ ମୃତ୍ୟୁବରଣ ହବ ନାହିଁ, ତାକୁ କଷ୍ଟ ସହୁଥିବ ସହୁଥିବ। ଠିକ ଅଛି ପ୍ରଭୁଜୀ, ବୁଝିପାରିଲେ? ଆଜ୍ଞା ପ୍ରଭୁଜୀ, ଧନ୍ୟବାଦ ପ୍ରଭୁଜୀ, ହରେ କୃଷ୍ଣ। ହରେ କୃଷ୍ଣ। ଆଉ କାହାର କିଛି ପ୍ରଶ୍ନ ଅଛି? କୃଷ୍ଣ ପ୍ରଭୁ, ପିତୃ ଲୋକଟା କଣ ଦେବଲୋକ ଉପରେ କି ତଳେ? ନାଇଁ ପ୍ରଭୁଜୀ, ଦେବଲୋକ ତଳେ ପିତୃ ଲୋକ ଅଛି। ଆମେ ଦେଖିବା ଚତୁର୍ଥ ଅଧ୍ୟାୟରେ ନା, ଯେତେବେଳେ ଆମେ ଗୋଲୋକ ଚାର୍ଟ ପଢିବା ସେଥିରେ ବି ଅଲଗା ଅଲଗା ଲୋକ ବିଷୟରେ ସବୁ କୁହାଯାଇଛି। ପିତୃ ଲୋକ ତଳେ ଅଛି। ଯୋଉ ଆମର ଯେତେବେଳେ ଗର୍ଭତପ ସାଇ ବିଷ୍ଣୁଙ୍କର ଯୋଉ ନାଭିରୁ ଯୋଉ ନାଡ ବାହାରିଛି, କମଳ ନାଡ, ଯାହାପରେ ବ୍ରହ୍ମା ଉପରେ ଅଛନ୍ତି, ସବୁଠୁ ଉଚ୍ଚ ଲୋକ ହେଲା ବ୍ରହ୍ମ ଲୋକ।
ତା ତଳେ ଉପର ଲୋକ ଅଛି, ମଝିରେ ପୃଥିବୀ, ତା ତଳେ ଅଛି ଅଧ ଲୋକ। ତିନି ଲୋକ କୁହାଯାଏ, ଉର୍ଦ୍ଧ୍ୱ ଲୋକ, ପୃଥିବୀ ଲୋକ, ଭୂଲୋକ ଆଉ ଅଧ ଲୋକ। ତେଣୁ ତ୍ରିଲୋକି ଯୋଉ କୁହାଯାଏ, ତିନି ଲୋକ, ଏଇ ତିନି ଲୋକ ଆମେ ସେ ବିଷୟରେ ଆଗକୁ ପଢିବା। ସେ ବିଷୟରେ ଗୋଲକ ଚାର୍ଟ ଯେତେବେଳେ ହବ ସେଥିରେ ମୁଁ କହିବି କେମିତି କଣ କୋଉଠି ଅଛି। ତଳେ ସାତଟା ଲୋକ, ଉପରେ ତଳେ ଛଅଟା ଲୋକ, ପୃଥିବୀ, ତାପରେ ସାତଟା ଲୋକ, କେମିତି କାପରେ କୋଉ ଲୋକ ଆସେ। ସବୁଠୁ ଉପରେ ବ୍ରହ୍ମ ଲୋକ, ଏବଂ ସେଇଠି ସରେନି, ତାଠୁ ବି ଉପରେ ଆହୁରି ଜିନିଷ ଅଛି, ସେଠି ଆମେ ଭଲ ଭାବେ ବୁଝିପାରିବା। ଆଉ ପିତୃଲୋକ କୋଉମାନେ ଯାଆନ୍ତି ମାନେ ସେଠି ଅଛି ରହୁଛି, ଯୋଉମାନଙ୍କର କର୍ମ ଅନୁସାରେ ଅଛି ନା। ଆଗକୁ ପଢିବା ଷଷ୍ଠ ଅଧ୍ୟାୟରେ ଭଗବାନ କୁ ଅର୍ଜୁନ ପଚାରିବେ, ଯେତେବେଳେ ଯୋଗ ବିଷୟରେ ଆମେ ପଢିବା। ଅର୍ଜୁନ ପଚାରିବେ କି କୋଉ ଯୋଗୀ ମାନେ, ଯୋଉ ଯୋଗୀ ମାନେ ଯୋଗ କରିକି ଭକ୍ତି କରିକି ମଝିରେ ତାଙ୍କର ନଷ୍ଟ ହେଇଯାଏ, କି ଅଳ୍ପ କାଳ ଯୋଉ ଭକ୍ତି କରିକି ମରିଯାଆନ୍ତି, କିମ୍ବା ଦୀର୍ଘ କାଳିକ ମରିଯାଆନ୍ତି, ତାଙ୍କର କଣ ହୁଏ, ସେ ବିଷୟରେ ଭଗବାନ କହିବେ। ତାପରେ ନବମ ଅଧ୍ୟାୟରେ କହିଲେ ନା, ଭଗବାନ କହିବେ କୋଉଠିକି ପୂଜା କଲେ, କାହାକୁ ପୂଜା କଲେ, କାହାକୁ ଅର୍ଚ୍ଚନା କଲେ ତମେ କୋଉଠିକି ଯିବ। ୟାନ୍ତି ଦେବବ୍ରତା ଦେବାନ୍, ପିତॄନ୍ ୟାନ୍ତି ପିତୃବ୍ରତା, ଭୂତାନି ୟାନ୍ତି ଭୂତେଜ୍ୟ, ୟାନ୍ତି ମଧ୍ୟଜୁନ ଅପି ମାମ୍। ଯେ ଯାହାକୁ ପୂଜା କରେ କେମିତି କୋଉ ଜାଗାକୁ ଯାଏ, ସେ ବିଷୟରେ ବି ଭଗବାନ କହିବେ। ଆଗକୁ ଆମେ ତା ବିଷୟରେ ଧୀରେ ଧୀରେ ପଢିବା। ହରେ ହରେ କୃଷ୍ଣ। ଆଉ କାହାର କିଛି ପ୍ରଶ୍ନ ଅଛି? ଠିକ ଅଛି, କାହାର କିଛି ପ୍ରଶ୍ନ ନାହିଁ ତ ଆମେ ଏଠି କ୍ଲାସକୁ ଏଣ୍ଡିଂ କରିବା। वाञ्छा कल्पतरुभ्यश्च कृपा सिन्धुवैव च पतितानां पावनेभ्यो वैष्णवेभ्यो नमो नमो। अनंत कोटि वैष्णव वृंदଙ୍କର ଜୟ। ଜୟ ଶ୍ରୀଲ ପ୍ରଭୁପାଦଙ୍କର ଜୟ। ଜୟ ଜୟ ଗୁରୁ ମହାରାଜଙ୍କର ଜୟ। ଜୟ। ଜୟ ସମସ୍ତଙ୍କୁ ହରେ କୃଷ୍ଣ ଦଣ୍ଡବତ ପ୍ରଣାମ। ହରେ ହରେ କୃଷ୍ଣ। କୃଷ୍ଣ। ପ୍ରଭୁଜୀ ଦଣ୍ଡବତ ପ୍ରଣାମ। ଦଣ୍ଡବତ ପ୍ରଣାମ।